ମାଣବସା ଆମ ଓଡ଼ିଆ ଘରର ପରମ୍ପରା। ଆମ ଘରର ସବୁଠୁ ପ୍ରିୟ ପର୍ବ ମା ଲକ୍ଷ୍ମୀଙ୍କ ଆବାହନର ଦିନ। ଏହି ଦିନରେ ମହିଳାମାନେ ଘରେ ଘରେ ମାଣବସା ପୂଜା କରିଥାନ୍ତି। ଆସନ୍ତୁ ଜାଣିବା କେମିତି କରିବେ ମାଣବସା ପୂଜା। ପ୍ରଥମାଷ୍ଟମୀ ପରେ ମାଙ୍କର ଦ୍ୱିତୀୟ ପାଳିରୁ ମାଣବସା ପୂଜା ହୁଏ। ବହୁତ ଲୋକ ପ୍ରଥମ ପାଳିରୁ ମାଣବସା ପୂଜା କରିଥାନ୍ତି। ମାଣବସା ପୂର୍ବରୁ ମାଣହାଣ୍ଡି ଖୋଲା ଯାଇଥାଏ, କିନ୍ତୁ ମାଣହାଣ୍ଡି ଖୋଲିବାର କିଛି ନିୟମ ରହିଛି। ରବିବାର, ମଙ୍ଗଳବାର, ଶନିବାର ଏହି ତିନି ଗୋଟି ବାରରେ ମାଣହାଣ୍ଡି ଖୋଲେ ନାହିଁ। ମା ଲକ୍ଷ୍ମୀଙ୍କର କୌଣସି କାମ କରାଯାଏ ନାହିଁ। ଏହା ଆମର ଉତ୍କଳୀୟ ପରମ୍ପରା। ସୋମବାର ଆପଣ ମାଣହାଣ୍ଡି କାମ ସବୁ କରିପାରିବେ। ପିତ୍ତଳ ଜିନିଷ ମଜା ଧୁଆ କରିବେ। ବେତର ଜିନିଷ ସବୁ ଧୋଇଦେବେ। ମାଙ୍କର ବସ୍ତ୍ରକୁ ଧୋଇଦେବେ। ଯେଉଁଠି ମାଣ ବସେଇବେ ସେ ଘରକୁ ଭଲ ଭାବେ ଗୋବର ପକେଇ ଲିପିଦେବେ। ଠାକୁରଙ୍କ ବାସନ ସବୁ ପରିଷ୍କାର ଭାବରେ ଧୋଇ ସଫା କରିଦେବେ। ମାଙ୍କ ପାଇଁ ନୂତନ ବସ୍ତ୍ର ଧଳା କିମ୍ବା ହଳଦିଆ ରଙ୍ଗର କିଣିବେ। ଗାଢ ରଙ୍ଗ ମାଙ୍କୁ ଅର୍ପଣ କରାଯାଏ ନାହିଁ। ନୀଳ କଳା ରଙ୍ଗ ମାଙ୍କୁ ଅର୍ପଣ କରାଯାଏ ନାହିଁ। ମୂଳା, ସୋରିଷ ଫୁଲ ଏସବୁ ମାଙ୍କୁ ଅର୍ପଣ କରିବେ। କଳସ, ପଇତା, ମାଙ୍କ ବସ୍ତ୍ର ସବୁ ସଜେଇକି ରଖିବେ। ଗୁରୁବାର ଦିନ ମୁଣ୍ଡରୁ ମଇଳା ଛଡାଇବେ ନାହିଁ। ମୁଣ୍ଡକୁ ସାମ୍ପୁରେ ସଫା କରିବେ ନାହିଁ। ତେଣୁ ଆପଣ ବୁଧବାର ଦିନ ମୁଣ୍ଡ ସଫା କରିଦେବେ। ଗୁରୁବାର ଦିନ ତୈଳରେ ଟିକେ ଅଁଳା ଗୁଣ୍ଡ ହଳଦୀ ପକେଇ ସ୍ନାନ କରିବେ। ମାଙ୍କ ପାଇଁ ପଞ୍ଚାମୃତ, ବାସ ଜଳ, ହଳଦୀ ପାଣି ସବୁ ସଜାଡ଼ିକି ରଖିବେ। କୋଠି ଆପଣ ଯେଉଁଠି କରିବେ ସେଠି ମାଣ ବସାଇବେ। ମାଙ୍କୁ ବସ୍ତ୍ର, ପୁଷ୍ପ, ଅଳଙ୍କାର ସଜେଇ ଦେବେ। ଦ୍ୱିତୀୟ ପାଳିରେ ମାଙ୍କ ପାଖରେ ଚିତଉ ଭୋଗ ଲାଗେ। ଧାନ ମାଣିକା ଓଷା ବହିରେ ଲେଖା ଅଛି, ଦ୍ୱିତୀୟ ପାଳିରେ ଏହି ସଞ୍ଜାମାନ କରି ଚିତଉ କରିଣ ତୁ ପୂଜିବୁ ବିଷ୍ଣୁ ନାରୀ। ଚିତଉ ପିଠାର ରଙ୍ଗ ଧଳା। ଧଳା ଧଳା ଜିନିଷ ମାଙ୍କୁ ଏହି ପୂଜାରେ ଭୋଗ ଲାଗିଥାଏ। ଘରେ ମାଣ ବସାଇବା ପୂର୍ବରୁ ମୁଖ୍ୟ ଦ୍ୱାରରେ ଚିତା ପକାଇ ଗୋଟିଏ କଳସ ବସାଇ ଦୀପ ଲଗାଇ ମାଙ୍କ ସ୍ୱାଗତ କରିବେ। କଳସରେ ଆମ୍ବ ଡାଳ, ଫୁଲ ଦେଇ ସଜେଇ ପାରିବେ। ଏହି କଳସକୁ ଆପଣ କୁମ୍ଭ କହିବେ। ପୂଜା ସରିବା ପରେ ଲକ୍ଷ୍ମୀ ପୁରାଣ ପଢିବେ। ମାଙ୍କୁ ସ୍ୱଚ୍ଛ ଆଉ ଶୁଦ୍ଧ ମନରେ ପୂଜା କରିବେ। ମା ଲକ୍ଷ୍ମୀ ନିଶ୍ଚିତ ଆପଣଙ୍କ ମନସ୍କାମନା ପୂରଣ କରିବେ। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ ନିହାତି କରିବେ।